মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে ଦୂର ମୋ ଯୀଶୁ ନାମ। প্রিয় শ্রোতা বন্ধু, প্রভু শ্রীখ্ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ଜହନ ଲିଖିତ ସୁସମାଚାର 6 ଅଧ୍ୟାୟରେ ଜହନ ଏହିପରି ଏକ ଘଟଣା ବିଷୟ ଲେଖନ୍ତି ଯେଉଁଠି 5,000ରୁ ଅଧିକ ସଂଖ୍ୟକ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ଶୁଣିବା ନିମନ୍ତେ ତାହାଙ୍କ ପଶ୍ଚାତ ଗମନ କରୁଥିଲେ। ସେମାନେ ଦୀର୍ଘ ସମୟ ତାହାଙ୍କ ବାକ୍ୟ ଶୁଣୁଥିଲେ। ପ୍ରଭୁ ଯୀଶୁ ତାହାଙ୍କର ଜଣେ ଶିଷ୍ୟଙ୍କୁ ପଚାରିଲେ, ଏମାନଙ୍କର ଭୋଜନ ନିମନ୍ତେ ଆମେ କେଉଁଠାରୁ ରୁଟି କିଣିବା? ଆଉ ଜଣେ ଶିଷ୍ୟ କହିଲେ ଯେ ସେହି ଜନଗହଳି ମଧ୍ୟରେ ଜଣେ ବାଳକ ପାଖରେ 5ଟି ରୁଟି ଓ 2ଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ମଧ୍ୟରେ ତା କ'ଣ ହେବ? ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ଲୋକମାନଙ୍କୁ ଧାଡ଼ି ଧାଡ଼ି କରି ବସିବାକୁ ଦିଅ। ତାପରେ ଆମେ 11 ପଦରୁ 13 ପଦ ମଧ୍ୟରେ ଏହିପରି ପାଠ କରୁ। ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟି ଦେଲେ। ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟି ଦେଲେ। ସେମାନେ ଯେତେ ଚାହିଁଲେ ସେତେ ଦେଲେ। ଆଉ ସେମାନେ ପରିତୃପ୍ତ ହୁଅନ୍ତେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେପରି କିଛି ନଷ୍ଟ ନ ହୁଏ ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର। ସେଥିରେ ସେମାନେ ସେହିସବୁ ଏକାଠି କଲେ। ପୁଣି ଲୋକମାନଙ୍କର ଖାଇବା ପରେ ଜବର ସେହି 5 ରୁଟିରୁ ଯେଉଁ ଭଙ୍ଗା ଖଣ୍ଡଗୁଡ଼ିକ ବଳିଥିଲା ସେଥିରେ ସେମାନେ 12 ଟୋକାଇ ପୂର୍ଣ୍ଣ କଲେ। ହଁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତର ସୃଷ୍ଟିକର୍ତ୍ତା ଏବଂ ପାଳନକର୍ତ୍ତା ମଧ୍ୟ। ତାହାଙ୍କ ନିକଟକୁ ବିଶ୍ୱାସରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିକୁ ସେ ପାଳନ ପୋଷଣ କରନ୍ତି। ତାହାଙ୍କ ନିମନ୍ତେ କୌଣସି ବିଷୟ ଅସାଧ୍ୟ କିମ୍ବା କଠିନ କିଛି ନାହିଁ। ଏହି ଜଗତକୁ ଆସି ସେହିପରି ଅନେକ ଆଶ୍ଚର୍ଯ୍ୟ କର୍ମ କଲେ, ଯେପରି ଆମେ ଜାଣିପାରୁ ଯେ ସେ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ସେ ସ୍ୱୟଂ ଈଶ୍ୱର ଅଟନ୍ତି। ସେହି ପାଳନ ପୋଷଣକାରୀ ପ୍ରଭୁଙ୍କୁ ବ୍ୟକ୍ତିଗତ ଭାବରେ ଜ୍ଞାତ ହେବା ନିମନ୍ତେ ଈଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।